ଭୋଳା କୁମ୍ଭାରର ପୁଅ ଇଞ୍ଜିନିୟରିଂ ପାଠ ଶେଷ କରି ଗାଁକୁ ଆସିଛି। ବାପା ପଚାରିଲେ, ପୁଅ ତୋ ପାଠପଢ଼ା କେମିତି ଚାଲିଛି? ପରୀକ୍ଷା ଫଳ କ'ଣ ହେଲା? ପୁଅ କହିଲା, ପରୀକ୍ଷା ଫଳ ବହୁତ ଭଲ ହୋଇଛି ବାପା। ମୁଁ ଆମ କଲେଜରେ ପ୍ରଥମ ହୋଇଛି। ତାହେଲେ ତୁ ସହରକୁ ଯାଇ ଗୋଟେ ଭଲ ଚାକିରି କରିବୁ। ତାର ମା କହିଲେ, ମୁଁ ଜାଣିଛି, ମୋ ପୁଅ ଗୋଟିଏ ବଡ଼ ଇଞ୍ଜିନିୟର ହେବ। ତା ପରଦିନ ସକାଳେ ଭୋଳା ହାଣ୍ଡି ଗଢ଼ୁଥିଲା। ସେଠାକୁ ତାର ପୁଅ ଆସିଲା ଓ ବାପାଙ୍କୁ କହିଲା, ବାପା, ଆପଣଙ୍କର ଏହି ହାଣ୍ଡି ଗଢ଼ିବା କୌଶଳ ତ ବହୁତ ପୁରୁଣା ହୋଇଗଲାଣି। ଦିନକୁ କେତୋଟି ହାଣ୍ଡି ତିଆରି ହୋଇପାରୁଛି? ବାପା କହିଲେ, ଏତିକି ଯେତିକିରେ ପରିବାର ଚଳିଯାଉଛି। ଆଉ ବେଶୀ ହାଣ୍ଡି ବିକ୍ରି ବି ହେଉନି। ଆଜିକାଲି ସମସ୍ତେ ଫ୍ରିଜର ପାଣି ବ୍ୟବହାର କରୁଛନ୍ତି। ବାପା, ମୁଁ ଚାହୁଁଛି ଆମ ଗାଁରେ ମାଟି ହାଣ୍ଡି ଓ ମାଠିଆ ତିଆରି କରିବାର ଫ୍ୟାକ୍ଟ୍ରି ବସାଇବି। ବାପା କହିଲେ, ଆରେ ତୁ ଏ କ'ଣ କହୁଛୁ? ତତେ କ'ଣ ମୁଁ ଏତେ ପାଠ ପଢ଼ାଇଥିଲି ମୋ ପରି ମାଟି ହାଣ୍ଡି ତିଆରି କରିବୁ ବୋଲି? ଏହି କାମରେ କିଛି ଭବିଷ୍ୟତ ନାହିଁ। ତୁ ସହରକୁ ଯା ଓ ଗୋଟିଏ ଭଲ ଚାକିରି କର। ବାପା, ମୁଁ ଖାଲି ମାଟି ହାଣ୍ଡି ତିଆରି କରିବାକୁ ଚାହୁଁନି। ମୁଁ ମାଟିରେ ତିଆରି ବିଭିନ୍ନ ପ୍ରକାର ବାସନକୁସନ ତିଆରି କରିବି, ଯେପରି ମାଟିର ପଲମ, ମାଟିର କଡ଼େଇ, ମାଟିର ପ୍ଲେଟ୍, କପ୍, ଚାମଚ ଇତ୍ୟାଦି। ଏ କଥା ଶୁଣି ବାପା କହିଲେ, ଆରେ ତୁ ଏ କ'ଣ କହୁଛୁ? ଭଲା ଆଜିକାଲି ଏ ମାଟି ତିଆରି ଜିନିଷ ଗୁଡ଼ାକ କିଏ କିଣିବ? ଆଉ କିଏ ଏଥିରେ ରୋଷେଇ କରିବାକୁ ଓ ଖାଇବାକୁ ପସନ୍ଦ କରିବ? ବାପା, ମୁଁ ଯେଉଁ ମାଟି ତିଆରି ଜିନିଷ ଗୁଡ଼ିକ କଥା କହୁଛି, ସେଗୁଡ଼ିକର ସହରରେ ବହୁତ ଚାହିଦା ଅଛି। ସେଗୁଡ଼ିକ ବିଭିନ୍ନ ପ୍ରକାର ମାଟି ମିଶି ତିଆରି ହୁଏ ଏବଂ ଏହି ବାସନ ଗୁଡ଼ିକର ବିଦେଶରେ ମଧ୍ୟ ବହୁତ ଚାହିଦା ଅଛି। ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଆଉ ଏହିପରି ନୂଆ କାମ କରିବା ପାଇଁ ସରକାର ଯୁବପିଢ଼ିମାନଙ୍କୁ ଲୋନ୍ ଦେଉଛନ୍ତି, ଯାହାଦ୍ୱାରା ସେମାନେ ନିଜେ ରୋଜଗାରକ୍ଷମ ହେବା ସହିତ ଆଉ କିଛି ଲୋକଙ୍କୁ ମଧ୍ୟ କାମ ଦେଇପାରିବେ। ଏହା ଶୁଣି ବାପା କହିଲେ, ମୋର ଇଚ୍ଛା ଥିଲା ତୁ ସହରକୁ ଯାଇ ବଡ଼ ଚାକିରି କରିବା ପାଇଁ, କିନ୍ତୁ ଯଦି ତୋର ଏହା ହିଁ ଇଚ୍ଛା, ତାହେଲେ ଠିକ୍ ଅଛି। ବାପା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଆପଣଙ୍କୁ ନିରାଶ କରିବିନି। ତାପରେ ପୁଅଟି ସରକାରଙ୍କ ଠାରୁ ଲୋନ୍ ନେଇ ଗାଁରେ ମାଟିରେ ବାସନକୁସନ ତିଆରି କରିବାର ଫ୍ୟାକ୍ଟ୍ରି ବସାଇଲା, ଯେଉଁଠାରେ ମେସିନ୍ର ସାହାଯ୍ୟରେ ବହୁତ ଭଲ ଭଲ ବାସନ ତିଆରି ହେଲା। ଏହା ଦେଖି ବାପା କହିଲେ, ଆରେ ବାଃ, ଏହି ବାସନ ଗୁଡ଼ିକ ତ ବହୁତ ସୁନ୍ଦର ହୋଇଛି ଓ ମେସିନ୍ ସାହାଯ୍ୟରେ କରାଯାଉଥିବାରୁ ଗୋଟିଏ ଦିନରେ ବହୁତ ଅଧିକ ବାସନ ତିଆରି ହେଉଛି। ହଁ ବାପା, ଆମ ପାଖରେ ଏହି ବାସନ ନେବା ପାଇଁ ବହୁତ ଅର୍ଡର ବି ଆସିଛି। ମୁଁ କହୁଥିଲି ନା, ସହରରେ ଏହି ବାସନକୁସନ ଗୁଡ଼ିକର ବହୁତ ଚାହିଦା ଅଛି। ବହୁତ ଶୀଘ୍ର ପୁଅଟିର ଏହି ବାସନର ଚାହିଦା ବହୁତ ବଢ଼ିଗଲା। ଏବେ ସେ ଗାଁର ବହୁତ ଲୋକମାନଙ୍କୁ ରୋଜଗାରକ୍ଷମ କରିପାରିଥିଲା। ଏବେ ଭୋଳା ଜଣେ ଧନୀ ଲୋକ ହୋଇସାରିଥିଲା। ଏହିପରି ଆମେ ପାଠ ପଢ଼ି କେବଳ ଚାକିରି ପଛରେ ନ ଗୋଡ଼ାଇ ନିଜ ଗୋଡ଼ରେ ଠିଆ ହୋଇ ଦେଶର ଉନ୍ନତି କରିବା ଉଚିତ।